କରଥିଲି ମୁଁ ସେତେବେଳେ ଆତ୍ମାଚୁତ ମାନେ ତୁମ ଭିତରେ ବି ମୋ ମାଇକ୍ରୋଫୋନ୍ ଟା ଠିକ୍ କରୁଛ ମୋତେ କେବଳ ପ୍ରଥମେ ତୁମମାନଙ୍କ ପାଖକୁ ମୁଁ ଆସିଛି ଏମାନଙ୍କ ମାଧ୍ୟମରେ ମୋତେ ଗୋଟେ ନିର୍ଦ୍ଦେଶ ଆଉ ପ୍ରେରଣା ନହେଲେ ମୁଁ କରେନି। ମୋତେ ମାନେ କ'ଣ ଆଗ ତୁମକୁ ବୁଝେଇବି। ଦେହଟା ସମସ୍ତେ ଆମେ ଜାଣିଛୁ ଏ ଦେହ କେବଳ ଅଳ୍ପ ଦିନ କର୍ତ୍ତବ୍ୟ କରିବା ପାଇଁ ରହିବ, କିନ୍ତୁ ଏ ଭିତରେ ଯେଉଁ ଆମର ଜୀବନ ଅଛି, ବ୍ରହ୍ମ ତ ବହୁତ ବଡ଼ କଥା, ଜୀବନ ଅଛି, ସେ ଜୀବନକୁ ଯଦି ଆମେ ଉପଯୋଗୀ ନ କରିବା, ଯଦି ଆମର ଆବଶ୍ୟକ କିଛି ନାହିଁ, ତାହେଲେ ଏଇଠି ଯେଉଁ କୋଭିଡ଼, ଯେଉଁ ଡେଙ୍ଗୁ ଆଉ ଭିନ୍ନ ଭିନ୍ନ ରୋଗ ସବୁ ଡାଇବେଟିସ୍ କ୍ୟାନ୍ସର ଏସବୁ ହେଇକରି ଆମକୁ ମୃତ୍ୟୁ ପଥରୁ ଯିବ। ଠିକ୍ କେଉଁ ସମୟ ଆସିଛି, ଦ୍ୱାପର ଯୁଗରେ ଯେମିତି ମହାଭାରତ ସମୟରେ ଶ୍ରୀକୃଷ୍ଣ ଆସିକରି ବି ତାଙ୍କ ପିଲାଙ୍କୁ କି ଦ୍ରୌପଦୀ ତାଙ୍କ ପିଲାଙ୍କୁ କାହାକୁ କେହି ବଞ୍ଚେଇ ପାରିଲେନି। ସମସ୍ତେ ଜାଣିଛ କି ନାହିଁ? ହେଲା ବର୍ତ୍ତମାନ ଯୁଗର ଶେଷ ସମୟ। ମୁଁ ନିଜେ ଯାହା କରିଛି, ମୋ ନିଜର ପୁଅକୁ ମୃତ୍ୟୁ ରକ୍ଷା କରିଛି, ମୋ ନିଜ ଝିଅକୁ ମୁଁ ରକ୍ଷା କରିଛି, ମୋ ନିଜର ଝିଅର ବହୁତ ପାଠ ପଢ଼ିଛି, ବହୁତ ବଡ଼ ଚାକିରି କରେ, ଚାକିରି ମାନେ ସେବାରେ ଚାକିରି କରେ, ଅସହାୟ ମାନଙ୍କର ସେବା କରେ।